ଆଜି ଗୋଟିଏ ପବିତ୍ର ଦିନ ପରମେଶ୍ୱର ଦେଇଅଛନ୍ତି ଆମମାନଙ୍କୁ, ଯାହାକି ଆଜି ଗୋଟିଏ ସୁନ୍ଦର ସମୟ ଦେଖିଅଛୁ। ସମସ୍ତେ ଆଜି ଗୋଟିଏ ପ୍ରଭୁଙ୍କର ବାକ୍ୟ ମୁଁ କହିବା ପାଇଁ ଯାଉଅଛି। ପରମେଶ୍ୱର ବାକ୍ୟ ହେଉଛି ବହୁମୂଲ୍ୟ। ଆଜି ଯେଉଁମାନେ ପ୍ରତ୍ୟେକ ଦିନ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛନ୍ତି, ସେମାନଙ୍କ ପାଇଁ ବହୁତ ଆଶୀର୍ବାଦ। ପ୍ରଭୁଙ୍କର ବାକ୍ୟ ଶୁଣିକି ନିଜ ଜୀବନରେ ଆମେ ଲାଗୁ କରିକି ଆଗକୁ ବଢ଼ିବାର ଅଛି। ଆପଣମାନଙ୍କୁ ସମସ୍ତଙ୍କୁ କହୁଅଛି, ପ୍ରତ୍ୟେକ ଦିନ ପ୍ରଭୁଙ୍କ ବାକ୍ୟମାନ ବି ପଢ଼ନ୍ତୁ, ଶୁଣନ୍ତୁ। ୟୁଟ୍ୟୁବ୍ ମାଧ୍ୟମରେ ଦେଖୁଅଛ, ଧନ୍ୟବାଦ। ଯାହାକି ଭଲ ଭାବରେ ୟୁଟ୍ୟୁବରେ ଯେହେତୁ ଆମେମାନେ ପ୍ରଚାର କରୁଅଛୁ, ଅନେକ ପ୍ରଭୁଙ୍କ ଦାସମାନେ ପ୍ରଚାର କରୁଅଛନ୍ତି, ଭଲ ଭାବରେ ଦେଖିକି ଆଗକୁ ବଢ଼ନ୍ତୁ। ଆଜି ଅଛି ଗୋଟେ ବହୁମୂଲ୍ୟ ବାକ୍ୟ। କ'ଣ ପାଇଁ? ଏଇଟା ବିଶ୍ୱାସୀମାନଙ୍କ ପାଇଁ, ସେବକମାନଙ୍କ ପାଇଁ, ମିଶନାରୀ ମାନଙ୍କ ପାଇଁ, ଯେଉଁମାନେ ପରମେଶ୍ୱରକୁ ଯୀଶୁଖ୍ରୀଷ୍ଟକୁ ବିଶ୍ୱାସ କରୁଅଛନ୍ତି। ଶତ୍ରୁ ପ୍ରତି ପ୍ରେମ। ମୁଁ ବହୁତ ୟୁଟ୍ୟୁବରେ ଦେଖୁଅଛି, ଆଜି ଖ୍ରୀଷ୍ଟଙ୍କ ବିରୁଦ୍ଧରେ ବହୁତ କଥା କହୁଛନ୍ତି। ଆମେ ସେମାନଙ୍କ ଉପରେ ଉଲ୍ଟା କହୁଅଛୁ। କ'ଣ ଲାଭ? ଶତ୍ରୁ ପ୍ରତି ପ୍ରେମ, ଯାହାକି ଆଜି ଆମେମାନେ ଶତ୍ରୁକୁ ପ୍ରେମ କରୁନାହିଁ। ଶତ୍ରୁ ହେଉଛି ପ୍ରକୃତରେ ଶୈତାନ। ମଣିଷ ଆମର ଶତ୍ରୁ ନାହିଁ। ମନୁଷ୍ୟକୁ ଆମେ ବିରୋଧୀ କରିବା ନାହିଁ। ମନୁଷ୍ୟ ଆମକୁ ଯାହା କହିଲେ ଆମେ କିଛି କହିବା ନାହିଁ। ଆମେମାନେ କ'ଣ ଧୈର୍ଯ୍ୟ ଧରିକି ରହିବାର ଅଛି। ଯାହାକି ଆମେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶୁଣୁଅଛୁ, ଯୀଶୁଙ୍କର ବାକ୍ୟ ପଢ଼ୁଅଛୁ ପବିତ୍ର ବାଇବେଲରେ। ଶତ୍ରୁ ପ୍ରତି ପ୍ରେମ, ଏ ପ୍ରେମ ଗୋଟେ ଯାହାକି ଅଗାଧ ସମୁଦ୍ର। ଏ ପ୍ରେମ ଗୋଟେ ବହୁମୂଲ୍ୟ। ଆଜି ଅନେକ ପ୍ରଭୁଙ୍କର ସୁସମାଚାର ପ୍ରଚାର ହେଉଛି। କେବଳ ଆଜି ବିଶ୍ୱାସୀମାନଙ୍କୁ କି ପ୍ରଭୁଙ୍କ ଦାସମାନଙ୍କୁ ବିରୋଧୀ ହେଉଅଛି, ଆମେ ଓଲଟା କହୁଅଛୁ। ସେମିତି କହିବା ନାହିଁ। କ'ଣ ପାଇଁ? ଶତ୍ରୁ ପ୍ରତି ପ୍ରେମ କର ବୋଲେ ମାଥିଉ 5:44-48 ଲେଖା ହୋଇଅଛି ଭଲ ଭାବରେ। ଏଇଠି କ'ଣ? ମାଥିଉ 5:44-48 ପର୍ଯ୍ୟନ୍ତ ଶତ୍ରୁ ପ୍ରତି ପ୍ରେମ, ଯାହାକି ଆମେମାନେ ଦିନେ ପ୍ରଭୁ ଯୀଶୁକୁ ଜାଣିନଥିଲା। ପରମେଶ୍ୱରକୁ ଯାହାକି ଆମେ ଗୋଟେ ପ୍ରଭୁଙ୍କ ଦାସ ଦ୍ୱାରା ଗୋଟେ ବିଶ୍ୱାସୀ ଦ୍ୱାରା ଶୁଣିନା, ଯାହାକି ଆମେ ଦିନେ ବିନଷ୍ଟ ହେଉଥିଲା। ସେ ଶତ୍ରୁ ପ୍ରତି ପ୍ରେମ। ଯଦି ଆମମାନଙ୍କୁ ଯେଉଁମାନେ ବିରୋଧୀ କରୁଅଛନ୍ତି, ଯେଉଁମାନେ ଯାହା କହୁଅଛନ୍ତି, ଆମେ ତାଙ୍କର ବିରୁଦ୍ଧରେ କହିବା ନାହିଁ। ତାହାକୁ କିଛି କହିବା ନାହିଁ। ଆମେ କ'ଣ ନୀରବରେ ରହିବାର ଅଛି, ଶାନ୍ତିରେ। ଯଦି ସେଇ ଜାଗାରେ ଆମେ ଧୈର୍ଯ୍ୟ ଧରି ଅଲଗା ଯାଇ ସାଇଡ୍ ହେଇକି ରହିଯିବାର ଅଛି। ଯାହାକି ପରମେଶ୍ୱରଙ୍କ ପୁତ୍ରକୁ ଯୀଶୁଖ୍ରୀଷ୍ଟକୁ ବି ବିରୋଧୀ ଆସିଥିଲା। ସେ ଜନ୍ମରୁ 33.5 ବର୍ଷ ଏଇ ଜଗତରେ ରହିଥିଲେ, ତାହାକୁ ବି ବିରୋଧୀ କରିଥିଲେ। ଯୀଶୁ ତ ସେମିତି ବିରୋଧୀ କରିନାହିଁ କାହାକୁ। ସେଥିଲାଗି ଆମେ ଯୀଶୁଙ୍କୁ ଫଲୋ କରିବାର ଅଛି। ଯୀଶୁଙ୍କୁ ଅନୁସରଣ କରିବାର ଅଛି। ଶତ୍ରୁ ପ୍ରତି ପ୍ରେମ। ମାଥିଉ 5:44-48 ପର୍ଯ୍ୟନ୍ତ। କିନ୍ତୁ ମୁଁ
5:44 ପଢ଼ୁଅଛି, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମକୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। କିନ୍ତୁ ମୁଁ ତୁମମାନଙ୍କୁ କହୁଛି, ତୁମମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର। ଯେଉଁମାନେ ଆଜି ପ୍ରଭୁ ବିଶ୍ୱାସ ଯୀଶୁଙ୍କର ସନ୍ତାନମାନଙ୍କୁ ବିରୋଧୀ କରୁଅଛନ୍ତି, ସେମାନଙ୍କୁ ପ୍ରେମ କର, ସେମାନଙ୍କୁ ଆଶୀର୍ବାଦ କର, ସେମାନଙ୍କୁ ଉତ୍ତମ ଶିକ୍ଷା ଦିଅ, ଉତ୍ତମରେ ନିଅ। ତାଙ୍କର ବିରୁଦ୍ଧରେ ଆମେ କଥା କଲେ କିଛି ଲାଭ ହେବ ନାହିଁ। ଏଇଟା ବହୁତ ଗୋଟେ ଇମ୍ପୋର୍ଟାଣ୍ଟ ବାକ୍ୟ। ଶତ୍ରୁକୁ ପ୍ରେମ କର। ଆଜି ମୁଁ ଦେଖୁଛି ଯେ ବହୁତ ଆଜି ପ୍ରେମଟା ବହୁତ କମ୍ ହେଇଯାଇଛି ଆମର ବିଶ୍ୱାସୀମାନଙ୍କୁ, ପ୍ରଭୁଙ୍କ ଦାସମାନଙ୍କୁ। ଶତ୍ରୁକୁ ପ୍ରେମ କର। ଯିଏ ଯାହାକୁ ଆମେ ଯଦି ନୀରବରେ ଯଦି ପ୍ରେମରେ ଯଦି ସେମାନେ ଯିଏ ଯେତେ ବିରୋଧୀ କରୁଥିଲେ ବି ଆମେ ନୀରବ ହେବାର ଅଛି। ପୁରା ସାଇଲେନ୍ସ ହେବାର, ଚୁପଚାପ ହେବାର ଅଛି। ସେ କହୁଥିବା ଆମେ କହିଲେ କିଛି ଲାଭ ନାହିଁ। ଯିଏ ସହିବା ଲୋକ, ଯିଏ ଧୈର୍ଯ୍ୟ ଧରିବା ଲୋକ, ସେ ଗୋଟେ ଉତ୍ତମ ପ୍ରଭୁଙ୍କର ସନ୍ତାନ ହୋଇପାରିବ। ସେମାନେ ପଦେ କହୁଥିବେ, ଆମେମାନେ ପଦେ କହୁଥିଲେ, ସେଟା କିଛି ମୂଲ୍ୟ ହେବ ନାହିଁ। ସେଥିଲାଗି ଆମେ ଶତ୍ରୁକୁ ପ୍ରେମ କରିବାର ଅଛି। ଶତ୍ରୁକୁ ଆମେ ଆଦର କରିବାର, ଶତ୍ରୁକୁ ଆମେ ସମ୍ମାନ ଦେବାର ଅଛି। ଗୋଟିଏ ଜାଗାରେ ଗୋଟିଏ ଜଣକୁ ଯଦି ବିରୋଧୀ କଲେ, ଆମେ ତାର ପଦେ କେତେ ନା କେତେ ବିରୋଧୀ କହି ଚାଲିଛୁ। କେବଳ ସେମିତି କରିବାର ନାହିଁ, ଆମେ ତାକୁ ପ୍ରେମ କରିବାର ଅଛି। ଯାହାକି ପରମେଶ୍ୱରଙ୍କ ପୁତ୍ରକୁ ସେଇଭଳିଆ ଜନ୍ମରୁ ଯୀଶୁଖ୍ରୀଷ୍ଟକୁ ସେଇଭଳିଆ ପରୀକ୍ଷା ଆସିଥିଲା। ଯୀଶୁଖ୍ରୀଷ୍ଟ ଠିକ୍ ସମୟରେ ଠିକ୍ କାମ କରୁଥିଲେ। ଆମେ ଯଦି ଶତ୍ରୁକୁ ଯଦି ଆମର ଶତ୍ରୁ ମଣିଷ ନାହିଁ, କିନ୍ତୁ ଶୈତାନ। ଯଦି ଆମେ ଏଇ ଜଗତରେ ପ୍ରଭୁଙ୍କର ସେବା କ୍ଷେତ୍ର କରୁ କି ଜଗତରେ ଦାୟିତ୍ୱ ଦିଆଯାଇଅଛି, ଆମେ କ'ଣ ପ୍ରଭୁଙ୍କୁ ଯେହେତୁ ଅନେକ ଲୋକ ଉଦ୍ଧାର ପାଉନ ବୋଲିକି এই ଲୋକମାନେ ଆମେ କିଛି ଲୋକମାନେ ଆମର ଶତ୍ରୁ ନାହିଁ, ଶୈତାନକୁ ଆମେ ଲଢ଼ାଇ କରୁଛୁ। ଶତ୍ରୁକୁ ପ୍ରେମ କର। এই ମନୁଷ୍ୟମାନଙ୍କୁ, এই ମାନବମାନଙ୍କୁ ପ୍ରେମ କର। ସେମାନଙ୍କର ବିରୁଦ୍ଧରେ କୌଣସି କଥା କୁହ ନାହିଁ। ତାପରେ କ'ଣ କହୁଛି? ପୁଣି ଯେଉଁ ତୁମର ତାଡ଼ନା କର ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଯେଉଁମାନେ ଆପଣଙ୍କୁ ତାଡ଼ନା କରୁଛନ୍ତି, ନିନ୍ଦା କରୁଛନ୍ତି, ପିଟୁଛନ୍ତି, ମାରୁଛନ୍ତି, ଅପମାନ କରୁଛନ୍ତି, ଲଜ୍ଜା କରୁଛନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନା କର। ଯେଉଁମାନେ ଆପଣଙ୍କୁ ପ୍ରତିଦିନ ବିରୋଧୀ କରୁଛନ୍ତି, ମୋତେ ହେଉ କି ଆପଣମାନଙ୍କୁ ହେଉ, ଯାହାକୁ ବି ହେଉ, ସେମାନଙ୍କ ପାଇଁ ପ୍ରାର୍ଥନା କର। ପ୍ରଭୁ ଏଇମାନଙ୍କର ହୃଦୟରେ ହରେକ ଅନ୍ଧକାର ଶକ୍ତି ଦୂର ବୋଲି ପ୍ରାର୍ଥନା କର। ଦିନେ ପ୍ରଭୁ କାର୍ଯ୍ୟ କରିବେ। ଆମର ପ୍ରାର୍ଥନାର ଯାହାକି ବହୁମୂଲ୍ୟ। କ'ଣ ପୁଣି ଯେଉଁ ତୁମେ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଆଜି ଯେଉଁମାନେ ଆପଣମାନଙ୍କୁ ତାଡ଼ନା କରୁଅଛନ୍ତି କି ବିରୋଧୀ କରୁଅଛନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନା କର। ଆଗାମୀ ଦିନ ସେମାନଙ୍କ ଆମେ ପ୍ରାର୍ଥନା କର, ପ୍ରଭୁ ସେମାନଙ୍କୁ ଚେଞ୍ଜ କର, ସେମାନଙ୍କୁ ବଦଳାଅ। ସେମାନଙ୍କୁ ଯଦି ପ୍ରଭୁ ଆଗାମୀ ଦିନ ତୁମର ରାଜ୍ୟକୁ ଆସିବେ ବୋଲିକି ଆମେ ପ୍ରାର୍ଥନା କଲେ ପ୍ରଭୁ ଦିନେ କାର୍ଯ୍ୟ କରିବେ। ଆମର ପ୍ରାର୍ଥନାରେ ହିଁ ସବୁ କିଛି ହେବ। ଆମେ ଯେତେ କହିଲେ କିଛି ହେବ, ଆମେ ପ୍ରାର୍ଥନା କରିବାର ଅଛି। ଆଜି କିଛି କିଛି ବିଶ୍ୱାସୀମାନେ, କିଛି କିଛି ପ୍ରଭୁଙ୍କ ଦାସମାନେ ପ୍ରାର୍ଥନା କରିକି ସେ ଏରିଆ, ସେ ରାଜ୍ୟ, ସେ ଷ୍ଟେଟ୍ ଚେଞ୍ଜ ହେଇଯାଇଛି। ଆମେମାନେ ଶତ୍ରୁ ପାଇଁ ପ୍ରାର୍ଥନା କରିବାର ଅଛି। ଆମେ ତାଙ୍କ ବିରୁଦ୍ଧରେ କୌଣସି କମ୍ପ୍ଲେନ୍ କି କୌଣସି ବିରୁଦ୍ଧରେ ଉଠିବାର ନାହିଁ।
ପ୍ରତ୍ୟେକ ଦିନ ଯେନ୍ ମୋବାଇଲ ମିଳୁଅଛି ଦେଖୁଛି ରବିବାର ଦିନ ଶନିବାର ଦିନ କେବଳ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ସେମାନଙ୍କ ଏଥିରେ ପ୍ରାର୍ଥନା କରିବା ଆଗାମୀ ଦିନ ସେମାନେ ଚେଞ୍ଜ ହେବେ। ସେଥିପାଇଁ ଶତ୍ରୁମାନଙ୍କୁ ଆଉ କେବେ ତାଙ୍କ ବିରୁଦ୍ଧରେ କଥା କହ ନାହିଁ। କେବଳ ଆମେ ତାଙ୍କ ପାଇଁ ପ୍ରାର୍ଥନା କରୁ। ଏଇ ମାନବ ଜାତି ଆମର ବିରୋଧୀ ନାହିଁ। এই ମାନବ ଜାତି ପାଇଁ ଆମେ ପ୍ରାର୍ଥନା କରିବାର ଅଛି। ଏଇମାନେ ଯେନ୍ ଅନ୍ଧକାର କବ୍ଜା କରିବେ ସେ ଅନ୍ଧକାର ଦୂର କରିବାର ଅଛି ପ୍ରାର୍ଥନା ଦ୍ୱାରା। ହାଲେଲୁୟା। ତାପରେ 45 নম্বরে କ'ଣ ଲେଖାଯାଇଛି? ଯେପରି ତୁମ୍ଭମାନେ ତୁମର ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହବ, ସେ ତ ଦୁଷ୍ଟ ଓ ମସ୍ତ ଉଭୟ ଉପରେ ଆପଣା ସୂର୍ଯ୍ୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକ ଉପରେ ବୃଷ୍ଟି ବର୍ଷାନ୍ତି। ଦୁଷ୍ଟ ଓ ଧାର୍ମିକ ଉପରେ ସୂର୍ଯ୍ୟ ପରମେଶ୍ୱର ଦେଉ ଅଛନ୍ତି। ଦୁଷ୍ଟ ଓ ଧାର୍ମିକ ଉପରେ କ'ଣ ବୃଷ୍ଟି ବର୍ଷା ପାଣି ବର୍ଷା ହେଉଛି। ପରମେଶ୍ୱର ଚାହୁଁଛନ୍ତି ଗୋଟିଏ ଆତ୍ମା ବି ନଷ୍ଟ ନ ହଉ। ସେଥିପାଇଁ ଆମେମାନେ ଅନେକ ଲୋକ ପାଇଁ ପ୍ରାର୍ଥନା କରିବାର ଅଛି। ଅନେକ ପରିବାର ପାଇଁ ପ୍ରାର୍ଥନା କରିବାର ଅଛି। ଯେଉଁମାନେ ବିରୋଧୀ କରୁଅଛନ୍ତି ଆପଣମାନଙ୍କୁ କି ଯେକୌଣସି ପ୍ରଭୁଙ୍କ ଦାସକୁ ଯିଏ ବି ବିରୋଧୀ ତା ନାମ ନେଇକି ଲେଖିକି ପ୍ରାର୍ଥନା କରନ୍ତୁ। ତା ନାମ ନେଇକି ପ୍ରାର୍ଥନା କର। ଆଗାମୀ ଦିନ ଯେ ଚେଞ୍ଜ ହେଇଯିବ। କିଛି ଦିନ, କିଛି ମାସ, କିଛି ସମୟ ପରେ ଯେ ପ୍ରଭୁଙ୍କ ଚରଣକୁ ଆସିଯିବ। ସେଥିପାଇଁ ଆପଣମାନେ ପ୍ରାର୍ଥନା କରନ୍ତୁ, ତାହା କିଛି ନ କହିକି। ଯେତିକି ଆପଣଙ୍କ ଉପରେ ଯେତିକି ବିରୋଧୀ ଉତ୍ତର, ଯେତେବେଳେ ବିଶ୍ୱାସୀମାନଙ୍କ ଉପରେ ବିରୋଧୀ ଉତ୍ତର, ଆପଣମାନେ ଚୁପଚାପ ରହିକି ପ୍ରାର୍ଥନା କରନ୍ତୁ। ନିଜ ଘରେ ବସିକି, ନିଜ ମଣ୍ଡଳୀରେ ବସିକି, ନିଜ ଜାଗାରେ ବସିକି ଆମେ ସବୁ ଜାଗାରେ ପ୍ରାର୍ଥନା କରିପାରିବା। ଆମକୁ ସବୁ ଜାଗାରେ ପରମାନେଣ୍ଟ ପ୍ରାର୍ଥନା କରିପାରିବା। 24 ଘଣ୍ଟା ଟାଇମ୍ ଅଛି ଆମର। ଆମେ ଶତ୍ରୁମାନଙ୍କୁ, ଯେଉଁମାନେ ଶତ୍ରୁ ହଉଛି ଶୈତାନ, এই শৈতান চাহুনা যে গোটে আত্মা উদ্ধার পাব ବୋଲି, କିନ୍ତୁ ଆମେ ପ୍ରାର୍ଥନା ଦ୍ୱାରା ଶୈତାନ ବିନଷ୍ଟ କରିପାରିବା। ହାଲେଲୁୟା। ସେଥିପାଇଁ କାହାକୁ ଆଉ କେବେ ହେଲେ ଶତ୍ରୁମାନଙ୍କୁ ବିରୋଧୀ କର, ଏଇ ମଣିଷମାନଙ୍କୁ ଆମେ ଯେମିତି ଏମିତି ଯଦି କମ୍ପ୍ଲେନ୍ କରିବା, ଏମିତି ରାଲି କରିବା, ଏମିତି ଯଦି ବିଭିନ୍ନ ପ୍ରକାର କହିବା, କିଛି ଲାଭ ହବ ନାହିଁ। ପ୍ରଭୁଙ୍କର ଦାସମାନେ, ପ୍ରଭୁଙ୍କର ଏ ବାଇବେଲରେ ଭବିଷ୍ୟତ ବକ୍ତା ମାନେ କେତେ କେତେ ଚେଞ୍ଜ ହେଇଅଛନ୍ତି। ଯାହାକି ଆମେ ପ୍ରେରିତ ପାଉଲ ବିଷୟରେ ଶିଖୁଅଛୁ। ପାଉଲକୁ ଦେଖି ଭଳିଆ ଥିଲେ ସେ ଚେଞ୍ଜ ହେଇଗଲେ। ସେ କେତୋଟି କଣ୍ଟ୍ରି, କେତୋଟି ରାଜ୍ୟରେ ସେବା କ୍ଷେତ୍ର କରିଛନ୍ତି। ଆମେ ପ୍ରାର୍ଥନା, ଆମର ପ୍ରାର୍ଥନା ଦ୍ୱାରା ଅନେକ ଲୋକ ଉଦ୍ଧାର ପାଇବେ। ଆଜି ଯେମିତି ପୂର୍ବରୁ ଆରମ୍ଭରୁ ପ୍ରଭୁ ଯୀଶୁଙ୍କ ଠାରୁ ଯେମିତି ପ୍ରାର୍ଥନା ଦ୍ୱାରା ଆଜି ସାରା ବିଶ୍ୱରେ ପ୍ରଭୁଙ୍କର ପରିଚୟ, ଆଜି କେତେ ଲୋକ ଚେଞ୍ଜ ହେଉଛନ୍ତି। ସେ ଦୁଷ୍ଟ ହଉ, ଯାହା ହଉ, ଯାହା ହେଇଗଲେ ବି ଆମେ ପ୍ରାର୍ଥନା କରିବା, ଆଗାମୀ ଦିନେ ଚେଞ୍ଜ ହେବ। ଆଜି କିଛି କିଛି ପ୍ରଭୁଙ୍କ ଦାସମାନେ, ବିଶ୍ୱାସୀମାନେ ତାହାକୁ ଦେଖିକି ଅନେକ ଲୋକ ପରିବର୍ତ୍ତନ ହେଉଛନ୍ତି। ସେମାନେ ଧୈର୍ଯ୍ୟ, ନମ୍ରତା ସବୁ ସହୁଛନ୍ତି ବୋଲିକି। ହାଲେଲୁୟା। ଆଉ ଗୋଟିଏ ବାକ୍ୟ ପଢ଼ୁଛି, ମାଥ୍ୟୁ 5:10, ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ। ଆଜି ଯେଉଁମାନେ ଖ୍ରୀଷ୍ଟକୁ, ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରିକି ଅଛ, ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ। ଆଜି ତାଡ଼ନା ଆସିବ। ଆଜି ବିଶ୍ୱାସୀମାନଙ୍କୁ, ପ୍ରଭୁଙ୍କ ଦାସମାନଙ୍କୁ, ମୋତେ ବି ତାଡ଼ନା ଆସିବ। କେବଳ ଆମେ ଧୈର୍ଯ୍ୟ ଧରିବାର ଅଛି।
ତାନା ପ୍ରାପ୍ତ ଲୋକ ଧନ୍ୟ କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଆଜି ଯେ ମାନେ ଆଜି ପ୍ରଭୁଙ୍କ ଦାସମାନେ ଆଜି ଅନେକ ଜାଗାରେ ତାରଣା ପାଉଛନ୍ତି, ଅନେକ ବିଶ୍ୱାସୀ ମାନେ ତାର ସେମାନଙ୍କ ଲାଗି ସ୍ୱର୍ଗ ରାଜ୍ୟରେ ହିଁ ଅଧିକାର ହେବେ। यदि କିଛି ଦିନ ପରେ ଢେଙ୍କାନାଳରେ ପ୍ରଭୁଙ୍କ ଦାସକୁ କି ଭଳିଆ କଷ୍ଟ ଦେଲେ ବି ସେ ପ୍ରଭୁଙ୍କ ଦାସ ସ୍ୱର୍ଗ ରାଜ୍ୟରେ ଆଶୀର୍ବାଦ ଅଛି। କିଛି କିଛି ପ୍ରଭୁଙ୍କ ଦାସ ମାନ ଆଜି ବହୁତ ତାରଣା ହେଉଛି। କେବଳ ଆମେ ପ୍ରାର୍ଥନା କରିବାର ଅଛି। ଏହି ତାରଣା ଯେତିକି ଆମେ ସେତିକି ଆନନ୍ଦ କରିବାର ଅଛି, ସେତିକି ବିଶ୍ୱାସରେ ଜୀବନ କାଟିବାର ଅଛି, ଯାହାକି ଆମ ଲାଗି ସ୍ୱର୍ଗ ରାଜ୍ୟରେ ଅଧିକାର ଅଛି। ପ୍ରିୟ ଲୋକମାନଙ୍କୁ ମୁଁ କହୁଅଛି, ଆପଣମାନେ ସେମିତି ଆଗକୁ ବଢ଼ନ୍ତୁ। ପୁଣି ମାଥିଉ 5:46କୁ ଯିବା। ଆଉ ଯେଉଁମାନେ ତୁମକୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରେମ କଲେ ତୁମେ କି ପୁରସ୍କାର କର, ଗ୍ରାହ୍ୟ ସୁଦ୍ଧା କ'ଣ ତାହା କରନ୍ତି ନାହିଁ? ଆଉ ଯେଉଁମାନେ ତୁମକୁ ପ୍ରେମ କରନ୍ତି, ଆଜି ଆମର ଏ ପ୍ରେମର ଗୋଟେ ଅଭାବ ଅଛି। ଆଜି ଓନ୍ଲି ଆମର ବିଶ୍ୱାସୀ ପ୍ରଭୁଙ୍କ ଦାସମାନଙ୍କୁ ଇଏ ଖାଲି ପ୍ରେମ ନାହିଁ, ଅନ୍ୟକୁ ବି ପ୍ରେମ ପ୍ରକାଶ କର, ଅନ୍ୟକୁ ବି ରେସ୍ପେକ୍ଟ ଦିଅ, ଅନ୍ୟକୁ ବି ସମ୍ମାନ ଦିଅ, ଅନ୍ୟକୁ ଆଦରଣ କର। ସେମାନଙ୍କୁ ଯେତେବେଳେ ପ୍ରେମ କରିବା, ଆଦର କରିବା, ସେ ଅଟୋମେଟିକ୍ ଚେଞ୍ଜ ହେଇଯିବ। ଅଟୋମେଟିକ୍ ଚେଞ୍ଜ। ଆଜି କେତେ କେତେ ଗୋଟେ ଗୋଟେ ଫ୍ୟାମିଲି, ଗୋଟେ ପରିବାର, ଗୋଟେ ଫ୍ୟାମିଲି ଜଣେ ବିଶ୍ୱାସ ତା ଦ୍ୱାରା ତା ପରିବାର, ତା ଗ୍ରାମ, ତା ସମାଜ ଉଦ୍ଧାର ପାଉଛନ୍ତି। ଅନ୍ୟକୁ ପ୍ରେମ କର। ଆମେ ଯେମିତି ଗୋଟେ ବିଶ୍ୱାସୀ ଗୋଟେ ପ୍ରଭୁଙ୍କ ଦାସ ଯେଉଁଭଳିଆ ରେସ୍ପେକ୍ଟ, ଯେଉଁଭଳିଆ ସମ୍ମାନ ଦେଉଅଛୁ, ସେଇଭଳିଆ ଯେଉଁମାନେ ପ୍ରଭୁକୁ ଜାଣିନାହାନ୍ତି ସେମାନଙ୍କୁ ପ୍ରେମ କର, ସେମାନଙ୍କୁ ଅତିଥି କର, ସେମାନଙ୍କୁ ଯେଉଁ ଅଭାବ ଅନାଟନରେ ପ୍ରାର୍ଥନା କର, ଯେଉଁ ଅସୁବିଧା ଆପଣ ପଡ଼ୋଶୀକୁ ପ୍ରାର୍ଥନା କର, ଯାହାକି ଆଗାମୀ ଦିନ ଆପଣ ଦ୍ୱାରା ଯେ ପ୍ରଭୁଙ୍କୁ ଜାଣିପାରିବ। ଯେତିକି ପ୍ରଭୁଙ୍କ ଦାସମାନଙ୍କୁ ବିଶ୍ୱାସ ଆମେ ଯେତିକି ସମ୍ମାନ ଦେଉଛୁ, ଆଦର ଦେଉଛୁ, ସେଇଭଳିଆ ଅନ୍ୟ ଲୋକକୁ ସମ୍ମାନ ଦିଅ। ତାଠୁ 4 ଗୁଣ 10 ଗୁଣ ଯେତିକି ଦେବ ରେସ୍ପେକ୍ଟ, ସମ୍ମାନ, ଆଦର କରିବ, ସେ ଆଗାମୀ ଦିନ ଚେଞ୍ଜ ହେଇଯିବ। ମୁଁ କିଛି କିଛି ଗ୍ରାମ ଆଗରେ ବୁଲୁଥିଲି। ଏବେ ତ ବର୍ତ୍ତମାନ ମୁଁ ଅଛି ଗୋଟେ ଜାଗାରେ, ଯେତିକି ଓଡ଼ିଶାରେ ରହୁଛି, ଗୋଟେ ଜାଗାକୁ ବୁଲୁଛି ଯେ ସେମାନେ ବହୁତ ଖୁସି ହେଉଛନ୍ତି। ଆମେ ଖାଲି ମଣ୍ଡଳୀରେ ପ୍ରେମ ଦେଖିଲେ, ବାହାରେ ନିଜ ପରିବାରରେ, ନିଜ ଗ୍ରାମରେ, ନିଜ ପଡ଼ୋଶୀ ଗ୍ରାମରେ ଆମେ ସେଇଭଳି ପ୍ରେମ ଦେଖେଇବାର ଅଛି। ତାପରେ ଜାଣିପାରିବେ ଯେ ଇଏ ଯେତେବେଳେ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କଲା, ତାର ଆଚାର ବ୍ୟବହାର, ସମ୍ମାନ, ଆଚାର ସବୁ କିଛି ବଦଳି ଯାଇଅଛି ବୋଲିବେ। ସେମିତି କହିବାର ଅଛି। ଆଜି ମୋର ଭାଇ ମୋତେ ପ୍ରେମ କଲା, ମୋର ଭାଇକୁ ପ୍ରେମ କରିବି। ମୋର ଭଉଣୀ ମୋତେ ପ୍ରେମ କଲା, ମୋର ଭଉଣୀ, ମୋର ମା, ମୋର ମାମୁଁ, କକା, ଖୁଡ଼ୀ, ତାର ରାଇଟ୍ କଥା, କିନ୍ତୁ ଅନ୍ୟକୁ ସେଇଭଳିଆ ପ୍ରେମ କର, ଯାହାକି ତ ଯେଉଁମାନେ ପ୍ରଭୁକୁ ଜାଣିନାହାନ୍ତି ସେମାନେ କରୁଛନ୍ତି। ଆମେ କ'ଣ ଲାଭ? ସେଥିରେ ଅନ୍ୟକୁ ପ୍ରେମ କର। ସେମାନଙ୍କୁ ପ୍ରେମ କଲେ ତୁମେ କି ପୁରସ୍କାର? ଯେଉଁମାନେ ଆମକୁ ପ୍ରେମ କରୁଅଛନ୍ତି ତାହାକୁ ନ ପ୍ରେମ କଲେ ଭଲ, କିନ୍ତୁ ଯଦି ତାହାକୁ ବେଶୀ ପ୍ରେମ କଲେ କ'ଣ ପୁରସ୍କାର? ଆମେ ଅନ୍ୟକୁ ପ୍ରେମ କରିବାର ଅଛି, ଯାହାକି ପରମେଶ୍ୱର ପ୍ରେମ କଲେ ମାନବ ଜାତି ପାଇଁ ତାଙ୍କର ଏକମାତ୍ର ପୁତ୍ରକୁ, ଯାହାକି ଯୀଶୁ ଖ୍ରୀଷ୍ଟ ଏଇ ଜଗତକୁ ଦାନ ଦେଇଦେଲେ। ସେଇଭଳିଆ ଆମେ ଅନ୍ୟକୁ ପ୍ରେମ କରିବାର ଅଛି। ଯେମିତି ଗୋଟେ ଫ୍ୟାମିଲି ପ୍ରେମ, ବାପ ପୁଅରେ, ମା ପୁଅରେ ଯାହା ଗୋଟେ ପାରିବାରିକ ପ୍ରେମ, ସେମିତି ଯାହାକି ବହୁତ ପ୍ରେମ ଯେ ପରମେଶ୍ୱର ପ୍ରଥମ ପ୍ରେମ, ପରମେଶ୍ୱର ପ୍ରଥମରେ ରହିକି ଦ୍ୱିତୀୟରେ ଅନ୍ୟ ପରିବାର, ତୃତୀୟରେ ଯାହାକି ନିଜର ସାଙ୍ଗସାଥି, ନିଜର ସମ୍ପର୍କ, ନିଜର ସମାଜକୁ ପ୍ରେମ କର।
ତାପରେ କ'ଣ କହୁଛି? ପ୍ରେମ କଲେ ତୁମେ କି ପୁରସ୍କାର? କରଗ୍ରାହୀ ସୁଦ୍ଧା କ'ଣ ତାହା କର? ଯାହା କରଗ୍ରାହୀ ସୁଦ୍ଧା ସେମାନେ କରୁଛନ୍ତି। ଯେଉଁମାନେ ଆଜି ପରମେଶ୍ୱର ଜାଣି ସେମାନେ କରୁଅଛନ୍ତି। ଆଜି ଯଦି ଆମେମାନେ ପରମେଶ୍ୱରକୁ ଜାଣିକି ଯୀଶୁ ଖ୍ରୀଷ୍ଟ ଜାଣି ଯଦି ପ୍ରେମ ସେଇଭଳିଆ ନାହିଁ, କ'ଣ ଲାଭ? ସେଥିପାଇଁ ଯିଏ ଯାହା ବିରୋଧୀ କରୁ, ଯିଏ ଯାହା କହୁଛନ୍ତି କହୁ କହୁ, କେବଳ ଆମେ ସେନ ପାତି ଚୁପଚାପ ଆମର ମୁଖକୁ ଅର୍ଥକୁ ବନ୍ଦ କରିବାର ଅଛି। ଆଗାମୀ ଦିନ ସେମାନେ ଦିନେ କହୁଛି କ'ଣ ପାଇଁ କିଛି କହୁନା? ସେଦିନ ଆମକୁ ସୁଯୋଗ ମିଳିବ। ସେ ସୁଯୋଗରେ ଆମେମାନେ କହିପାରିବା। ସେ ସୁଯୋଗରେ ଆମେ ଅନେକ ଲୋକ ପ୍ରଭୁଙ୍କ ରାଜ୍ୟକୁ ଆଣିପାରିବା। ଆଜି ମୁଁ କେତେ କେତେ ଗାଁରେ ବୁଲୁଛି, ମୁଇଁ କାହାକୁ କିଛି କହୁନାହିଁ। କେବଳ ଗୋଟିଏ କଥାରେ ଅନେକ ଲୋକ ଆକର୍ଷଣ ହେଉଛନ୍ତି। ଯେମିତି ପ୍ରଭୁଙ୍କର ଗୋଟେ ଦାସ ଆମର ଓଡ଼ିଶାକୁ ଆସିଥିଲା, ଗ୍ରାହାମ ଷ୍ଟିନ୍। ସେ ଯେ ପ୍ରେମ ଦେଇଥିଲେ ତାଙ୍କର ପରିବାର ସ୍ୱାମୀ ସ୍ତ୍ରୀ, ସେ ପ୍ରେମ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ବ୍ୟାପିଗଲା। ସେମିତି ଆମେ ପ୍ରେମ କରିବାର ଅଛି। ସେମିତି ପ୍ରେମ ଦେଖାଇବାର ଅଛି ଯାହାକି ପ୍ରକାଶ ପାଇବ, ଯାହାକି ଆଗାମୀ ଦିନ ନିଜ ପରିବାର ବି ଜାଣିପାରିବେ ମୋର ପୁଅ କି ମୋର ବାପା କି ମୋର ମା ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କଲା, ତାର ବି ଅଲଗା ପ୍ରେମ। ସେମିତି ପ୍ରେମ କରିବାର ଅଛି। ଖ୍ରୀଷ୍ଟଙ୍କ ଠାରୁ ଦୂର ପାଇଲୁ କ'ଣ କହୁଛି ଗୀତ? ଆପଣା କୁଶ ବହନ କରି ସତ୍ୟ ପ୍ରକାଶ, ସତ୍ୟକୁ ଦେଖାଇବା। କୁଶ ସବୁଦିନେ ବହନ କରାଯାଏ। କ୍ରୁଶକୁ ବହନ କରିକି ଚାଲ, କ୍ରୁଶକୁ ବହନ କରିକି ଅନ୍ୟକୁ ସତ୍ୟ ପଥ ଦେଖାଅ। ତାପରେ 47 ନମ୍ବରରେ କ'ଣ ଲେଖାଯାଇଛି? ଆଉ ତୁମେ ଯଦି କେବଳ ନିଜ ଭାଇ ନମସ୍କାର, ତେବେ ଅଧିକ କ'ଣ କର? ବେଇଜାତି ସେଟା କ'ଣ ତାହାକୁ ନେଇ କରୁନାହାନ୍ତି? ଆଉ ତୁମ୍ଭେମାନେ ଯଦି କେବଳ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କ'ଣ କର? ବେଇଜାତି ସେଟା କ'ଣ ତାହା କରନ୍ତି ନାହିଁ? ବେଇଜାତି ମାନେ ବି ନିଜ ପରିବାରକୁ ନମସ୍କାର କରୁଛନ୍ତି, ନିଜର ସମ୍ପର୍କକୁ। ଆଜି ଯାହାକି ଆମେମାନେ ପ୍ରଭୁକୁ ଜାଣୁ, ଅନ୍ୟକୁ ରେସ୍ପେକ୍ଟ ଦିଅ। ଆପଣ ଯେନ୍ ଗୋଟିଏ ଥର ମିଶୁଛ କି ଗୋଟିଏ ଥର ଗୋଟିଏ ଲୋକ ସହିତ କି ଗୋଟିଏ ପରିବାର ସହିତ ମିଶ, ତାକୁ ସବୁଦିନ ନମସ୍କାର ଯେମିତି ଆମେ ସକାଳେ ସ୍କୁଲ ଗଲେ ଗୁରୁଜନମାନଙ୍କୁ ପିଲାମାନେ ଯେମିତି ନମସ୍କାର କରନ୍ତି, ସେମିତି ଗୋଟିଏ ପରିବାର ନମସ୍କାର କରିଦେଉ। ସେ ଭାବିବା ଯେ ଇଏ କ'ଣ ସକାଳ ପାଇଲା ନମସ୍କାର କଲା। ସେ ନମସ୍କାର ଗୋଟିଏ ପ୍ରେମ ଆକର୍ଷଣ। ସେ ନମସ୍କାର ଦ୍ୱାରା ଅନେକ ପ୍ରଭୁକୁ ଜାଣିପାରିବେ। ସେଥିପାଇଁ ଶତ୍ରୁକୁ ପ୍ରେମ କର। ଶତ୍ରୁ ବିରୁଦ୍ଧରେ କୌଣସି କଥା କୁହ ନାହିଁ। ସେଥିପାଇଁ ମୁଁ ଆଜି ଏହି ବାକ୍ୟ ପ୍ରଭୁ ମୋତେ ଦେଇଥିଲେ। ସେଥିପାଇଁ ମୁଁ ଆପଣମାନଙ୍କୁ କହୁଛି, ଏଇ ବାକ୍ୟ ବହୁତ ଦିନ ହେଲା ପ୍ରଚାର କରି ପ୍ରଭୁ ଗୋଟେ କହିଲେ ଯଦି ଏଇ ବାକ୍ୟ ପ୍ରଚାର କର। ସେଥିପାଇଁ ସାବଧାନ, ଶତ୍ରୁ ବିରୁଦ୍ଧରେ। ଏଇ ଆମର ଯେନ ଯେତେକ ଆମର ଏଇ ଜଗତରେ ଯେତେକ ମାନବ ସେମାନେ ଆମର ବିରୋଧୀ ନାହିଁ। ସେମାନେ ଭଲ, ସେମାନଙ୍କୁ ଆମେ ଶିଖାଇକି ଭଲ ରାସ୍ତାକୁ ଆଣିବାର ଅଛି। ଆମେ ବି ନିଜକୁ ଆମେ ଯେତେବେଳେ ପରୀକ୍ଷା କରିବା, ଆମେ ବି ଏତିକି ଜାଣିନଥିଲା। ଆମକୁ ବି କେତୋଟି ଫ୍ୟାମିଲି, କେତେକ ପ୍ରଭୁଙ୍କ ଦାସମାନେ ଶିକ୍ଷା ଦେଇଥିଲେ ବୋଲିକି ଆଜି ଆମେ ଏତିକି ଦୂରକୁ ଆଗକୁ ବଢ଼ୁଅଛୁ। ଆପଣମାନେ ବି ସେଥିପାଇଁ
शत्रु को प्रेम कर, निज समाज को, निज ग्राम को, निज पंचायत को, निज जिला को समस्त को प्रेम कर। केवल ताक विरोध कौन सी कंप्लेन कर ना, कौन सी सरकार कि कौन सी पुलिस क्या किसी कह ना। प्रार्थना द्वारा आमे सब किछि चेंज करि परिबा। ए छोटिया वाक्य दे प्रभु समस्त को आशीर्वाद करंदु। प्रार्थना करके समाप्त करवा। हालेलुया। धन्यवाद यीशु। पवित्र आत्मा बापा, शत्रु को प्रेम कर, शत्रु को तुम्हारे बापा ये वाक्य में देते प्रभु समस्त तुम्हें चेंज कर। ये वाक्य में अनेक लोग आग धन्यवाद यीशु। प्रार्थना सुनी जो छोट प्रार्थना प्रभु प्रिय यीशु मागुची। आमेन। यही मेसेज समस्त ने शेयर कर। এইটা যেতলে সেয়ার করিব অনেক লোক এই বাক্য মাধ্যমে প্রভুঙ্গ দাস দাসী চেঞ্জ হেবে। ଆଉ କ'ଣ ବୁଝିଲ କମେଣ୍ଟ କର। ତା ବହୁତ ଗୋଟେ ବହୁମୂଲ୍ୟ ବାକ୍ୟ, ବହୁମୂଲ୍ୟ ମେସେଜ। କମେଣ୍ଟ ବି କର। କ'ଣ ବୁଝିଲ କମେଣ୍ଟ କର। ଅନ୍ୟମାନଙ୍କୁ ସେୟାର କର। ସମସ୍ତଙ୍କୁ ପ୍ରେଜ୍ ଲର୍ଡ।